ଦାଦୁ କହିବେ ମୋର ଈଶାନ କୁଆଡ଼େ ଗଲା, 5 ଦିନ ହେଲା ଦେଖା ନାହିଁ। ମୁଁ ଏଠି ରହିଲେ ହେବ ନାହିଁ। ମୁଁ ତାକୁ ଯେମିତି ହେଲେ ଖୋଜିକରି ବାହାର କରିବାକୁ ହେବ। ତାହାପରେ ଶିବାନୀ କହିବେ ଦାଦୁ ଆପଣ ସକାଳୁ କିଛି ବି ଖାଇ ନଥିବେ, ଆପଣ ଟିକେ ବିଶ୍ରାମ ନିଅନ୍ତୁ। ଦାଦୁ କହିବେ ଜାଣିନିରେ ମା, ଛୁଆଟି ଖାଆ ପିଆ କରିଥିବ କି ନାହିଁ। ମୁଁ ଏଠି କେମିତି ବସିକରି ଖାଇପାରିବି ରେ ମା। ମୋର ପାଇଁ କିଛି ବି ଖାଇବାର ବ୍ୟବସ୍ଥା କର ନାହିଁ ରେ ମା। ତାହାପରେ ଆଇ ମା, ମୋତେ ସବୁବେଳେ ଗୋଟିଏ ଚିନ୍ତା ଆସୁଅଛି। ଈଶାନଙ୍କ ଉପରେ ମିଛ ଦୋଷ ଲଦି ଦେଇ କରି ବହୁତ ବଡ଼ ଭୁଲ କରିଛୁ ଆମେ। ମୁଁ ଜାଣିଛି ରେ ମା, ଈଶାନ ଗୋଟିଏ କେବେ ହେଲେ ବି ଚୋରି କରିପାରିବ ନାହିଁ। ଆଇ ସେ ଏମିତି ସେମିତି ପୁଅ ନୁହଁ, ସେ ସମସ୍ତଙ୍କ ଠାରୁ ଅଲଗା। ଯେବେ ମୁଁ ପ୍ରଥମ ଦିନରୁ ଦେଖିଲି ମୋତେ ଲାଗୁଥିଲା ଆଗରୁ କେବେ ଦେଖିଲା ପରି ଲାଗୁଅଛି। ମୋତେ ଯେତେବେଳେ ବି ଭାବେ ମୋତେ ସେହି ଭାବନା ଆସେ ଆମ ଦୁଇ ଜଣଙ୍କ ଭିତରେ କିଛି ନା କିଛି ସମ୍ପର୍କ ଅଛି, ଯେମିତି ଜନ୍ମ ଜନ୍ମର ସମ୍ପର୍କ। ତୁ ଅନ୍ୟ ପିଲାଙ୍କ ବିଷୟରେ ଭାବ ନାହିଁ ରେ ମା, ତୋର ବାହାଘର ଠିକ୍ ହୋଇଯାଇଛି। ଆଜିର ରିଭ୍ୟୁଟି କେମିତି ଲାଗିଲା ଆମକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଏମିତି ରିଭ୍ୟୁ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ।